ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣାରେ ନୂଆ ସୁରାକ ସାମ୍ନାକୁ ଆସିଛି। ହେଲେ ଯେତିକି ସୁରାକ ମିଳୁଛି ସେତିକି ସସ୍ପେନ୍ସ ବଢୁଛି। ଏବେ ସୌମ୍ୟଙ୍କ ବାନ୍ଧବୀଙ୍କ ଗୋଟିଏ ଅଡିଓ କଲ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ସେ କହୁଛନ୍ତି ସୌମ୍ୟ ଆଉ ଓମଙ୍କ ଭିତରେ କେମିତି ବିବାଦ ଥିଲା। ଏମିତିକି ଓମଙ୍କ ରାଗ କୁଆଡେ ସୌମ୍ୟଙ୍କ ଉପରେ ଥିଲା ବୋଲି ବାନ୍ଧବୀ ଜଣକ ଏହି ଭାଇରାଲ ଅଡିଓ କଲରେ କହିଛନ୍ତି। ସେପଟେ ଏଡିଜି ଦୟାଲ ଗଙ୍ଗୱାରକୁ ଏଚଆରପିସି ଜେରା କରିଥିବା ନେଇ ଅପଡେଟ୍ ଆସୁଛି। ତେବେ ଏ ତମାମ ପ୍ରଶ୍ନ ଏବଂ ପ୍ରସଙ୍ଗ ଭିତରେ ଆଜି ସୌମ୍ୟରଞ୍ଜନ ହତ୍ୟାକାଣ୍ଡକୁ ନେଇ ଆଉ କିଛି ନୂଆ ଦିଗ ଉପରେ ନଜର ପକାଇବା। ନମସ୍କାର, ନ୍ୟୁଜ ରୁମକୁ ସ୍ୱାଗତ କରୁଛି ମୁଁ ଅଭିନ୍ନ ଆଶୁତୋଷ। ସୌମ୍ୟରଞ୍ଜନ ହତ୍ୟା ଘଟଣାରେ ଏକ ବଡ଼ ଖୁଲାସା ହୋଇଛି। ଏବେ ସୌମ୍ୟଙ୍କ ବାନ୍ଧବୀଙ୍କ ଏକ ଅଡିଓ କଲ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଅଡିଓ କଲରେ ବାନ୍ଧବୀ ଜଣକ କହୁଛନ୍ତି ଯେ ସୌମ୍ୟ ଏବଂ ଓମଙ୍କ ବିବାଦ ଥିଲା। ଓମ ସେହି ବ୍ୟକ୍ତି ଯାହାଙ୍କର ଭୂମିକା ସୌମ୍ୟଙ୍କ ହତ୍ୟାକାଣ୍ଡ ଘଟଣାରେ ଆରମ୍ଭରୁ ବିବାଦୀୟ ରହିଛି। ଓମ କେତେ ସତ କହୁଛନ୍ତି, କେତେ ମିଛ କହୁଛନ୍ତି, ସୌମ୍ୟଙ୍କୁ ଫିଡ୍ସ ଆଟାକର ଯେଉଁ କାହାଣୀ ତିଆରି କରାଯାଇଛି ଏହାର ବାସ୍ତବତା କେତେ, ଏ ତମାମ ପ୍ରସଙ୍ଗରେ ଓମଙ୍କ ବୟାନ ଅନେକ ସନ୍ଦେହ ସୃଷ୍ଟି କରୁଛି। ଆଉ ଏବେ ସୌମ୍ୟଙ୍କ ବାନ୍ଧବୀଙ୍କ ଭାଇରାଲ ଅଡିଓ କଲକୁ ଯଦି ଯଥାର୍ଥ ବୋଲି ମାନି ନିଆଯାଏ ବା ସତ ବୋଲି ମାନି ନିଆଯାଏ, ତେବେ ସୌମ୍ୟ ଏବଂ ଓମଙ୍କ ଭିତରେ ଜିମ୍କୁ ନେଇ ବିବାଦ ଥିଲା। ଜିମ୍ରେ ଟଙ୍କା ଲେଣ ଦେଣକୁ ନେଇ ଏହି ପୁରା ବିବାଦ ଆରମ୍ଭ ହୋଇଥିଲା। ଏମିତିକି ସୌମ୍ୟ ଚାହୁଁଥିଲେ ଯେ ଓମ ତାଙ୍କ ଜିମ୍ରେ ପ୍ରାକ୍ଟିସ କରନ୍ତୁ ନାହିଁ। ଏ ବିବାଦ ଏତିକି ବଢି ଯାଇଥିଲା ଯେ ସୌମ୍ୟ ତାଙ୍କ ବାନ୍ଧବୀଙ୍କୁ ଅନୁରୋଧ କରିଥିଲେ ଯେ ଓମକୁ ଗୋଟିଏ ମେସେଜ ଦିଅନ୍ତୁ ଇଂରାଜୀରେ, ଯେଉଁଥିରେ ସେ ଓମକୁ ଅନୁରୋଧ କରିବେ ଯେ ଓମ ଆଉ ସୌମ୍ୟଙ୍କ ଜିମ୍କୁ ଆସିବେ ନାହିଁ। ଆଉ ଟଙ୍କା ଲେଣ ଦେଣ ଅର୍ଥାତ ଦରମା ଏବଂ ଅନ୍ୟାନ୍ୟ ଟଙ୍କା କାରବାରକୁ ନେଇ ଏହି ବିବାଦ ଥିଲା। ଏଥିରୁ ସହଜରେ ଅନୁମାନ କରାଯାଇପାରେ ଯେ ବର୍ତ୍ତମାନ ଏହି ପୁରା ଘଟଣାରେ ଓମଙ୍କର ଯେଉଁ ସବୁ ଦିଗ ବିବାଦୀୟ ରହିଥିଲା, ଯେଉଁଥିରେ ସୌମ୍ୟଙ୍କୁ ଫିଡ୍ସ ଆଟାକର ଥିଓରି ରହିଛି, ଯେଉଁଥିରେ ଯୁବତୀଙ୍କୁ ଓମଙ୍କ ଗାଡି ଧକ୍କା ଦେବାର ଥିଓରି ରହିଛି, ଯେଉଁଥିରେ ଭିଡ ଆକ୍ରମଣର କଥା ରହିଛି, ଏ ତମାମ ପ୍ରସଙ୍ଗ ଭିତରେ ଏବେ ନୂଆ ଅଭିଯୋଗର ଫର୍ଦ୍ଦ ହେଲା ଓମ ଆଉ ସୌମ୍ୟଙ୍କ ବିବାଦ। ତେବେ ଏହି ବିବାଦ ଥିବା ସତ୍ତ୍ୱେ ସେଦିନ କେମିତି ଓମଙ୍କ ସହ ସୌମ୍ୟ ବାହାରିଥିଲେ? ଓମ ତାଙ୍କୁ ନିଜ ସାଥିରେ ନେବା ପାଇଁ ବା ସୌମ୍ୟଙ୍କୁ ନେବା ପାଇଁ ଚାପ ସୃଷ୍ଟି କରିଥିଲେ ବା ତାଙ୍କୁ କୌଣସି ବାହାନା କରି ନିଜ ସାଥିରେ ଆଣିଥିଲେ କି? ଯେତେବେଳେ ଓମ ଆଉ ସୌମ୍ୟଙ୍କ ବିବାଦ କଥା ସାମ୍ନାକୁ ଆସୁଛି, ସେତେବେଳେ ଉଭୟ ଗୋଟିଏ ଗାଡିରେ କେମିତି ଯାଉଥିଲେ? ଇଏ ହେଉଛି ସବୁଠାରୁ ବଡ ପ୍ରଶ୍ନ। ଆଉ ବର୍ତ୍ତମାନ ଓମଙ୍କର ତମାମ ଦିଗ ବିବାଦୀୟ। ଗୋଟିଏ ଫିଡ୍ସ ଆଟାକର ଥିଓରି ବିବାଦୀୟ। ଓମ ସୌମ୍ୟ ବିବାଦ ସତ୍ତ୍ୱେ କେମିତି ଦୁହେଁ ଗୋଟିଏ ବାଇକରେ ଗଲେ ତାହା ବିବାଦୀୟ। ଓମଙ୍କ କୌଣସି ରାଗ ଥିଲା କି ଯାହା ପରୋକ୍ଷ ବା ପ୍ରତ୍ୟକ୍ଷ ଭାବରେ ସୌମ୍ୟ ହତ୍ୟାକାଣ୍ଡ ସହ ଜଡିତ? ଏ ଦିଗ ହେଉଛି ସବୁଠାରୁ ବଡ ପ୍ରଶ୍ନ। ଆଉ କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି ଯେ ଏ ପୁରା ପ୍ରସଙ୍ଗରେ ବର୍ତ୍ତମାନ ଖୋଳତାଡ ଚାଲୁଛି। କ୍ରାଇମବ୍ରାଞ୍ଚ ଡିଜି କହୁଛନ୍ତି ଯେ ବର୍ତ୍ତମାନ ସାଇଣ୍ଟିଫିକ ଏଭିଡେନ୍ସକୁ ଅଧିକ ଗୁରୁତ୍ୱ ଦେଉଛି କ୍ରାଇମବ୍ରାଞ୍ଚ, ଯେଉଁଥିରେ ସେହି ଭିଡ ଭିତରେ କେଉଁମାନେ ଥିଲେ ସେମାନଙ୍କୁ ଚିହ୍ନଟ କରିବା ପ୍ରକ୍ରିୟା ସାମିଲ ରହିଛି। ଅର୍ଥାତ ଭିଡ ପାଖରେ କେତୋଟି ମୋବାଇଲ ଫୋନ ଅନ୍ ରହିଥିଲା, ସେ ସବୁ ମୋବାଇଲ ଫୋନ କେଉଁ ଟାୱାର ଜରିଆରେ କମ୍ୟୁନିକେଟ କରୁଥିଲେ, ସେ ସବୁ ମୋବାଇଲ ଫୋନରୁ ଅନ୍ୟ କେଉଁମାନଙ୍କୁ କଲ୍ ଯାଇଥିଲା ଯେ ଭିଡ ପାଖକୁ ଆସନ୍ତୁ, ଏହି ଘଟଣାରେ ସାମିଲ ହୁଅନ୍ତୁ। ଏ ତମାମ ଦିଗ ପାଇଁ ଟାୱାର ଡମ୍ପିଂ ମଧ୍ୟ କ୍ରାଇମବ୍ରାଞ୍ଚ କରିଥିବା ଜଣାପଡିଛି। ଟାୱାର ଡମ୍ପିଂ ଅର୍ଥାତ ଯେଉଁ ସ୍ଥାନରେ ସୌମ୍ୟଙ୍କର ହତ୍ୟା ହେଲା ସେହି ଭିଡ ଅଞ୍ଚଳରେ କେତୋଟି ମୋବାଇଲ ଅନ୍ ଥିଲା, ସେହି ମୋବାଇଲ ନେଟୱାର୍କ ଗୁଡ଼ିକୁ ଯାଞ୍ଚ କରିବା ସହିତ ସେ ସବୁ ମୋବାଇଲରୁ ସେହି ସମୟରେ ଅନ୍ୟ କେଉଁମାନଙ୍କୁ କଲ୍ ଯାଇଥିଲା, ସେହି କଲ୍ରେ କେଉଁମାନେ ଅନ୍ୟ ଲୋକମାନଙ୍କୁ ସେହି ଭିଡକୁ ଆସି ସାମିଲ ହେବା ପାଇଁ ଅନୁରୋଧ କରୁଥିଲେ କି, ଏ ତମାମ ଦିଗ ଖୋଳତାଡ ଚାଲିଛି। ଆଉ ଏହାରି ଭିତରେ ବିବାଦୀୟ ହୋଇଛି ଓମଙ୍କ ଉପସ୍ଥିତି।
ଯେତେବେଳେ ଓମ୍ ଓ ସୌମ୍ୟଙ୍କ ଭିତରେ ଏକ ରକମର ଶତ୍ରୁତା ଥିଲା କହିଲେ କିଛି ଭୁଲ ହେବ ନାହିଁ ଟଙ୍କା ଲେଣ ଦେଣକୁ ନେଇ, ଯେଉଁଥିପାଇଁ ସୌମ୍ୟ ଚାହୁଁଥିଲେ ଓମ୍ ତାଙ୍କ ଜିମ୍କୁ ନ ଆସନ୍ତୁ, ତାଙ୍କ ସହିତ କଥାବାର୍ତ୍ତା ନ ହୁଅନ୍ତୁ, ସେ ପୁଣି ଗୋଟିଏ ଗାଡିରେ ଓମ୍ଙ୍କ ସହିତ ଗଲେ କେମିତି? ଏ ପ୍ରଶ୍ନର ଖିଅ ଖୋଜୁ ଖୋଜୁ ଆଜି ଆଉ ଏକ ଅପଡେଟ୍ ଆସିଛି ଯେ ଏଚଆରପିସି ଟିମ୍ বা OHRPC টিম হ্যুমান রাইট কমিশনর ইনভেস্টিগেশন টিম ସବୁଠାରୁ ବିବାଦୀୟ ଥିବା ଆଇପିଏସ୍ ଦୟାଲ ଗଙ୍ଗୱାରଙ୍କୁ ଜେରା କରିଛି। କିଛି ରିପୋର୍ଟ ଆସୁଛି ଯେ ଦୟାଲ ଗଙ୍ଗୱାରଙ୍କ ଜେରା ସହିତ ଏଚଆରପିସିର ତଦନ୍ତ ପ୍ରକ୍ରିୟା ଶେଷ ହୋଇଛି। ଏଚଆରପିସିର ତଦନ୍ତରେ ପୂର୍ଣ୍ଣଚ୍ଛେଦ ପଡ଼ିଛି ନା ନାହିଁ ତାହା ତ ଭିନ୍ନ ପ୍ରସଙ୍ଗ, କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ଏଡିଜି ପାହ୍ୟାର ଅଫିସରଙ୍କ ପାଖରେ ଏଚଆରପିସି ଟିମ୍ ହାତ ମାରିଛି। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବରେ ଦୟାଲ ଗଙ୍ଗୱାରଙ୍କ ବିଷୟରେ ନା କ୍ରାଇମବ୍ରାଞ୍ଚ ନା ଏଚଆରପିସି ପକ୍ଷରୁ କୌଣସି ପ୍ରକାର ମତ ବା ମନ୍ତବ୍ୟ ଦିଆଯାଉଛି। ଯେତେବେଳେ ଗୋଟିଏ ପରେ ଗୋଟିଏ ଅଭିଯୁକ୍ତ ଧରା ପଡ଼ିଲେ କ୍ରାଇମବ୍ରାଞ୍ଚର ପ୍ରେସମିଟ୍ କରାଯାଉଛି, ଏ ଘଟଣାରେ 18ରୁ ଅଧିକ ଜଣ ଆରେଷ୍ଟ ହୋଇସାରିଲେଣି, ସେତେବେଳେ କିନ୍ତୁ ଦୟାଲ ଗଙ୍ଗୱାରଙ୍କ ବିଷୟରେ କିଛି କହୁନାହିଁ କ୍ରାଇମବ୍ରାଞ୍ଚ। ସତରେ କ'ଣ ଆଇପିଏସ୍ ବା ଏଡିଜିଙ୍କ ଚାପରେ ଚେପା ହୋଇଯାଉଛି କି କ୍ରାଇମବ୍ରାଞ୍ଚର ଟିମ୍? ସତରେ କ'ଣ ଦୟାଲ ଗଙ୍ଗୱାରଙ୍କୁ ନେଇ ମୁହଁ ଖୋଲିବା ପାଇଁ ଓଡ଼ିଶା କ୍ରାଇମବ୍ରାଞ୍ଚର ସତ୍ସାହସ ନାହିଁ କି? ଯେତେବେଳେ ଏ ପ୍ରଶ୍ନ ମନକୁ ଉଠୁଛି ଆଉ ଏତେ ଦିନ ପର୍ଯ୍ୟନ୍ତ ଦୟାଲ ଗଙ୍ଗୱାରଙ୍କୁ ତଦନ୍ତ ପରିସରଭୁକ୍ତ କରିବା ବିଷୟରେ କୌଣସି ଔପଚାରିକ ସୂଚନା ମିଳୁନାହିଁ, ସେତେବେଳେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ ଦୟାଲ ଗଙ୍ଗୱାରଙ୍କ ବଦଳି କ'ଣ ପାଇଁ? ଗୋଟେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତଦନ୍ତରେ ନିରପେକ୍ଷତା ପାଇଁ, ନା ପ୍ରକୃତରେ ଯେଉଁ ପଦବୀରେ ଥାଇ ଦୟାଲ ଗଙ୍ଗୱାର ବିବାଦୀୟ ହେଲେ, ସୌମ୍ୟଙ୍କୁ ବ୍ୟକ୍ତିଗତ କାମରେ ନିୟୋଜିତ କରିବାର ଅଭିଯୋଗ ତାଙ୍କୁ ଲାଗିଲା, ସେ ଲାଞ୍ଛନା ତାଙ୍କୁ ଲାଗିଲା, ସେହି ପଦବୀରୁ ତାଙ୍କୁ ହଟେଇ ଦେଇ ତାଙ୍କୁ ସୁରକ୍ଷା ଦେବା ପାଇଁ। କ୍ରାଇମବ୍ରାଞ୍ଚ ଯେଉଁଭଳି ଢଙ୍ଗରେ ତଦନ୍ତ କରୁଛି ଦୟାଲ ଗଙ୍ଗୱାରଙ୍କୁ ତଦନ୍ତ ପରିସରଭୁକ୍ତ କରୁନାହିଁ ବୋଲି ସନ୍ଦେହ ହେଉଛି, ସ୍ୱତଃପ୍ରବୃତ୍ତ ଭାବରେ ସରକାର କେମିତି ଦୟାଲ ଗଙ୍ଗୱାରଙ୍କୁ ପଦରୁ ହଟେଇଲେ ତାହା ସରକାରଙ୍କ ନିଷ୍ପତ୍ତିକୁ ବିବାଦୀୟ କରୁନାହିଁ କି? ଏ ପ୍ରଶ୍ନ ଆମେ କରୁନାହୁଁ, ଏ ପ୍ରଶ୍ନ ସାଧାରଣ ଲୋକଙ୍କ ଭିତରେ ଉଙ୍କି ମାରୁଛି, ଚା ଖଟିରେ ଚର୍ଚ୍ଚା ହେଉଛି। ସରକାର ପଦକ୍ଷେପ ନେଇଗଲେଣି, କିନ୍ତୁ ଦୟାଲ ଗଙ୍ଗୱାରଙ୍କୁ ନେଇ ମୁହଁ ଖୋଲିବାକୁ ନାରାଜ କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚଙ୍କ ପାଇଁ ସରକାର ସମାଲୋଚିତ ହେଉନାହାନ୍ତି ତ ସୌମ୍ୟ ହତ୍ୟା ଘଟଣା ଏବଂ ଦୟାଲ ଗଙ୍ଗୱାରଙ୍କ ଲିଙ୍କରେ? ସେପଟେ ଏଚଆରପିସି ଦୟାଲ ଗଙ୍ଗୱାରଙ୍କୁ ପୁଙ୍ଖାନୁପୁଙ୍ଖ ତଦନ୍ତ କରିଛି। ମାନବିକ ଅଧିକାର ଦୃଷ୍ଟିରୁ ବା ସୁରକ୍ଷା ଦୃଷ୍ଟିରୁ ସତରେ କ'ଣ ଦୟାଲ ଗଙ୍ଗୱାର ସୌମ୍ୟଙ୍କୁ ବ୍ୟକ୍ତିଗତ କାମରେ ନିୟୋଜିତ କରାଇଥିଲେ, ତାଙ୍କୁ ମାଲିସ କରିବାକୁ କହୁଥିଲେ, ତାଙ୍କୁ ଜିମ୍ କାମରେ ନିୟୋଜିତ ହେବାକୁ ବାଧ୍ୟ କରୁଥିଲେ, ତାଙ୍କ ଦରମା ଅଟକାଇବାରେ ଦୟାଲ ଗଙ୍ଗୱାରଙ୍କ ସମ୍ପୃକ୍ତି ରହିଛି କି? ଏ ତମାମ ପ୍ରଶ୍ନ ଏଚଆରପିସି ଟିମ୍ ଦୟାଲ ଗଙ୍ଗୱାରଙ୍କୁ ପଚାରିଥିବା ଜଣାପଡ଼ିଛି। ଅବଶ୍ୟ ଏନେଇ ଔପଚାରିକ ଭାବରେ କୌଣସି ସୂଚନା ସାମ୍ନାକୁ ଆସିନାହିଁ। ଇଏ ହେଉଛି ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଆଉ ଠିକ ଏତିକି ବେଳେ ଓମଙ୍କ ବିବାଦୀୟ ଭୂମିକା, ସେ ଦିଗରେ କ୍ରାଇମବ୍ରାଞ୍ଚର ତଦନ୍ତ ଆଗକୁ କେଉଁ ମୋଡ଼ ନେଉଛି? ଓମ୍ ସୌମ୍ୟଙ୍କ ହତ୍ୟାକାଣ୍ଡ ପାଇଁ କୌଣସି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ କି? ଯେଉଁ ଫିଡ୍ସ ମାରିଲା ତାହା ପ୍ରକୃତରେ ଶାରୀରିକ ସ୍ୱାସ୍ଥ୍ୟଗତ ଥିଲା, ନା ସୌମ୍ୟଙ୍କୁ ମାନସିକ ସ୍ତରରେ ସେମିତି କିଛି ଚାପାକ୍ରାନ୍ତ କରାଯାଇଥିଲା? ତାଙ୍କୁ ପୂର୍ବରୁ କିଛି ତାଙ୍କ ବଡିରେ ଇଞ୍ଜେକ୍ଟ କରାଯାଇଥିଲା କି, ଯାହାର ପ୍ରଭାବ ସେଦିନ ସୌମ୍ୟଙ୍କର ଅସ୍ୱାଭାବିକ ଆଚରଣ ପଛର ପ୍ରମୁଖ କାରଣ? ଏ ତମାମ ଦିଗରେ ଓମ୍ ଏବେ ଛନ୍ଦି ହେଉଛନ୍ତି। ଆଉ ସେପଟେ ଦୟାଲ ଗଙ୍ଗୱାର ପଦରୁ ଯିବା ପରେ ବି କାହିଁକି ତାଙ୍କୁ କ୍ରାଇମବ୍ରାଞ୍ଚ ତଦନ୍ତ ପରିସରଭୁକ୍ତ କରିନାହିଁ ଏବଂ ଏଚଆରପିସି ତାଙ୍କଠାରୁ କ'ଣ ସବୁ ତଥ୍ୟ ଓଗାଳିଛି ତାହା ଲୋକଲୋଚନକୁ ଆସୁନାହିଁ, ଯେଉଁଥିପାଇଁ ଏ ପୁରା ମାମଲା ବର୍ତ୍ତମାନ ଆଉ କିଛି ସନ୍ଦେହ ବା ସସ୍ପେନ୍ସ ତିଆରି କରୁଛି। ଅର୍ଥାତ୍ ଗୋଟିଏ ପରେ ଗୋଟିଏ ସୁରାକ ମିଳୁଛି, ଅଭିଯୁକ୍ତଙ୍କ ତାଲିକା ବଢୁଛି, ଓମଙ୍କ ସମ୍ପୃକ୍ତି ଏବଂ ତାଙ୍କ ବିବାଦ ସୌମ୍ୟଙ୍କ ସହ ସାମ୍ନାକୁ ଆସିଛି।
ଦୟାଲ ଗଙ୍ଗୱାରଙ୍କୁ ନେଇ ଲଗାତାର ଭାବରେ ସମାଲୋଚନା ହେଉଛି। ଆଉ ଯେତିକି ସୁରାଗ ମିଳୁଛି ସେତିକି ବିବାଦ ବଢୁଛି, ସେତିକି ସନ୍ଦେହ ବଢୁଛି। ମିଳିଥିବା ସୂଚନା ଅନୁସାରେ ଦୟାଲ ଗଙ୍ଗୱାର କୁଆଡେ ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି, କିନ୍ତୁ ଯେତେବେଳେ ଜଣେ ଅଭିଯୁକ୍ତ ଆଇପିଏସ୍ ତାଙ୍କ ବୟାନକୁ ହିଁ ସତ ମାନି ନିଆଯିବ ନା ତାଙ୍କ ବିରୋଧରେ ଯୋଉ ଅଭିଯୋଗ ଆସିଛି ତାକୁ ଆଉ କିଛି ଭିନ୍ନ ଦୃଷ୍ଟିରୁ ଖୋଳତାଡ କରାଯିବ, ଇଏ ହେଉଛି ତଦନ୍ତକାରୀ ସଂସ୍ଥା ପାଇଁ ସବୁଠାରୁ ବଡ ଆହ୍ୱାନ। ଯେଉଁ ବାନ୍ଧବୀଙ୍କ କଥା ହଠାତ୍ ଗତ 24 ରୁ 48 ଘଣ୍ଟା ଧରି ଲଗାତାର ଚର୍ଚ୍ଚା ଘେରକୁ ଆସିଛି, ତାଙ୍କ ଅଡିଓ କଲ ସାମ୍ନାକୁ ଆସିଲାଣି, ହତ୍ୟାକାଣ୍ଡ ପରଠାରୁ ଏତେ ଦିନ ବିତିଗଲାଣି, କାହିଁକି ତାଙ୍କର ଚର୍ଚ୍ଚା ସାମ୍ନାକୁ ଆସୁନଥିଲା? କାହିଁକି ତାଙ୍କର ବୟାନ ଏତେ ବିଳମ୍ବରେ ରେକର୍ଡ କରାଗଲା? ଆଉ ବାନ୍ଧବୀଙ୍କ ବୟାନ ରେକର୍ଡ ସହିତ सोशल मीडिया रे भाइराल ऑडियो पछरे कौन कनेक्शन रही? बांधवी किसी जनइबा पई चाहुचंती, जहाँ क्राइम ब्रांच को बा तदंतकारी संस्था को से पर्यंत जनई पारि नाहंती, बा इशारा देउछंती जे ओम ए हत्याकांड पछरे एक प्रमुख कारण होई थाई पारंती। ताहा मध्य अनेक प्रश्नवाची छिड़ा करूछि। तेबे रिपोर्ट उपरे आपनकर मत देबा पई यूट्यूब और फेसबुक रे हम चैनल को सब्सक्राइब करंतु, वीडियो को लाइक और शेयर करंतु, कमेंट बॉक्स रे निजर मत लिखंतु। रहुछि, नमस्कार।